ନର୍ସରୀରେ ପଢ଼ୁଥିବା କୁନି ଝିଅ ସ୍କୁଲ ସାରି ବାପାଙ୍କ ସହିତ କେତେ ଖୁସିରେ ଘରକୁ ଯାଉଥିଲା। ବଡ଼ ଭଉଣୀ ସେଇ ପାଖ ସ୍କୁଲରେ ପଢ଼ୁଥିଲା। ତାର ବି କ୍ଲାସ୍ ସରିବା ସମୟ ହୋଇଯାଇଥିଲା। ତାକୁ ସାଙ୍ଗରେ ଘରକୁ ନେଇ ଯିବାକୁ ବାପା ସହିତ ଅପେକ୍ଷା କରିଥିଲା କୁନି ଝିଅ ଅନୁଷ୍କା। ଘରକୁ ଯାଇଥିଲେ ଦୁଇ ଭଉଣୀ ସାଙ୍ଗ ହୋଇ ଖାଇଥାନ୍ତେ, ଖେଳିଥାନ୍ତେ, କେତେ ମଜାମସ୍ତି କରିଥାନ୍ତେ। ହେଲେ ଇଏ କ'ଣ, ଘରକୁ ଯିବା ବଦଳରେ କୁନି ଝିଅ ଆଉ ତାଙ୍କ ବାପା ହସ୍ପିଟାଲ ବେଡ଼୍ରେ କ'ଣ କରୁଛନ୍ତି? ଏମିତି ଏକ ହୃଦୟ ବିଦାର କାହାଣୀ ବିଷୟରେ ଜାଣିବାକୁ ଆସନ୍ତୁ ଆରମ୍ଭ କରିବା ଆଜିର ଏ କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ନିଜର ସ୍କୁଲ ସରିଯାଇଥିଲା। ବଡ଼ ଭଉଣୀକୁ ସାଙ୍ଗରେ ନେଇ ଘରକୁ ଯିବାକୁ ବାପାଙ୍କ ସହିତ ଅପେକ୍ଷା କରିଥିଲା କୁନି ଭଉଣୀ ଅନୁଷ୍କା। କିନ୍ତୁ ଘରକୁ ଯିବା ବଦଳରେ ଅନୁଷ୍କା ଯେଉଁ ଜାଗାକୁ ଚାଲିଯାଇଥିଲା ସେ ଜାଗାରୁ ଆଉ କେବେ କିଏ ଫେରିବା ସମ୍ଭବ ନୁହେଁ। ହଁ ଆଜ୍ଞା, ସେଇ ଅଫେରା ରାଇଜର ଅଜଣା ଅତିଥି ସାଜି ସାରିଥିଲା ସେ କୁନି ଝିଅ ଅନୁଷ୍କା। ଆଉ ସେପଟେ ବାପା ହସ୍ପିଟାଲ ବେଡ଼୍ରେ ଜୀବନ ସହିତ ସଂଗ୍ରାମ କରୁଥିଲେ। ହେଲେ ଘରକୁ ଯିବା ଲୋକ ହସ୍ପିଟାଲକୁ ଆସିଲେ କାହିଁକି? ହଁ ଆଜ୍ଞା, ସାନ ଝିଅ ଅନୁଷ୍କାର ପ୍ରଥମେ ସ୍କୁଲ ଛୁଟି ହୋଇଯାଇଥିଲା। ଆଉ ବଡ଼ ଝିଅର କ୍ଲାସ୍ ସରିବାକୁ ଆଉ କିଛି ସମୟ ବାକି ଥିଲା। ତେଣୁ ବାପ ଝିଅ ଗାଡ଼ିରେ ପେଟ୍ରୋଲ ପକାଇବାକୁ ଯାଉଥିଲା ବେଳେ ଏକ ଗ୍ୟାସ୍ ସିଲିଣ୍ଡର ଗାଡ଼ି ଧକ୍କା ଦେଇଥିଲା। ବାପ ଝିଅ ଦୁଇ ଜଣ ଯାକ ତଳେ ପଡ଼ିବା ପରେ ସେନ୍ସ ଚାଲିଯାଇଥିଲା। ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ। ଆପଣ ଭାବୁଛନ୍ତି କି କାହାଣୀ ଏଇଠି ସରିଗଲା ବୋଲି? ନାଇଁ ଆଜ୍ଞା, ଝିଅ ଅନୁଷ୍କାର ମାମୁଁ ଯାହା ଅଭିଯୋଗ ଆଣିଛନ୍ତି ଆପଣ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ। ହସ୍ପିଟାଲ ପହଞ୍ଚିବା ପରେ ଡାକ୍ତର କୁନି ଝିଅ ଅନୁଷ୍କାକୁ କିଛି ପରୀକ୍ଷା ନ କରି କହିଲେ କି ପୁରା ଭଲ ଅଛି, ଖାଲି ସାଲାଇନ୍ ଦେଇଦେଲେ ଠିକ୍ ହେଇଯିବ। କିନ୍ତୁ ସାଲାଇନ୍ ଦେବାର କିଛି ସମୟ ପରେ ଅନୁଷ୍କାର ଜୀବନ ଚାଲିଯାଇଥିଲା। ଯାହାକୁ ନେଇ ଅନୁଷ୍କା ମାମୁଁ କହିଛନ୍ତି କି ସେ ଡାକ୍ତର ନୁହେଁ, ସେ ଜଣେ ଗୁଣିଆ। ସରକାର କେବେଠାରୁ ଡାକ୍ତରଖାନାରେ ଗୁଣିଆ ପୋଷ୍ଟିଂ କଲେଣି? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା? ହଁ, ଲାଗୁଥିବ ନିଶ୍ଚିତ। ଯଦି ସେ ଡାକ୍ତର ଗୁଣିଆ ନୁହେଁ ତେବେ ବିନା ପରୀକ୍ଷାରେ ଝିଅର ମୁହଁ ଦେଖି କେମିତି କହିଦେଲେ ସେ ପୁରା ଠିକ୍ ଅଛି ବୋଲି? ଯଦି ସଠିକ୍ ସମୟରେ ସଠିକ୍ ପରୀକ୍ଷା କରି ଚିକିତ୍ସା କରାଯାଇଥାନ୍ତା ତାହେଲେ ହୁଏତ କୁନି ଝିଅ ଅନୁଷ୍କାର ଜୀବନ ବଞ୍ଚିପାରିଥାନ୍ତା। ଏପଟେ ଅନୁଷ୍କାର ବାପା ହସ୍ପିଟାଲ ବେଡ଼୍ରେ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ବେଳେ ଝିଅକୁ ହରେଇ ପରିବାର ଲୋକେ ପୁରା ଭାଙ୍ଗି ପଡ଼ିଛନ୍ତି। ଏମିତି ଏକ ଘଟଣା ଭଦ୍ରକରେ ଦେଖିବାକୁ ମିଳିଥିବା ବେଳେ ଏ ଦୁନିଆକୁ ଠିକ୍ ସେ ଦେଖିନଥିବା କୁନି ଝିଅର ଜୀବନ ଯିବା ପଛରେ କିଏ ଦାୟୀ? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।